ता संगे चिकेन झोल एपट रही चिकेन कषा एठी पियाज कच्चा लंका लेंबू कौन कर आलू काट सबुदिन तो तुम इच्छा रोषे हो आज मो इच्छा रोषे हम कहि चिकेन टे कल हाँ नहीं हाँ चिकेन कर नहीं आसी हाँ तुम आलू फल काट था मुझे चिकेन धरिक आचे हाँ बड़ बड़ करदे मुझे चिकेन धरिक आचे हम चलतु ए जा चिकेन नहीं आसा आसला आपको देखा कम तो कौन रोषे होमर चल बर्तमान आसिक मु पहुँची गली चिकेन मार्केट देखिए चिकेन मार्केट केते सारा भल भल माछ सब मुझे देखिली सेपटे भाई भी चिकेन काटापे मुझे कहीदेली देखिपे एपटे बड़ सार्क माछ गोटे पड़ी भाई सेपटे चिकेन काटुची काटला मुझे जीवी चिकेन गलापर आपण मानू घरे जाकि देखी केमी कौन आम चिकेन रोषे चलती बेबी प्रथम थर चिकेन रोषे कर बेबी चलो नहीं जीवा मुझे चिकेन धरिक पलैली आप देखिए चिकेन चलतु जा चिकेन नहीं गलापर आप रोषे करा आप देखा चलतु कौन कर मैडम जा सेते बड़ू चली तुम ये सरी नहीं कि कटा कटुच मुझे चिकेन धरिक पलैली चली आलू फड़ चलती ना भात भात होगा भात ना हमारे भात भात सब होगा मुझे नहीं पलैली फटाफट चिकेन ए रोषे हम देखा रोषे कर रोषे कला रसुन छड़ेली हेल्प रसुन छड़ा हम आम छड़ी करदेला देखा रोषे होमर चलतु से टमाटो काट मो रसुन छड़देवी तार टमाटो काटिया ड्यूटी मोर रसुन छड़ा ड्यूटी चलो हेल्प करदे कहूँ सतरी कह टाइम ओवर होगा चलो ये हेल्प करदे देखा कौन हो चल ए मो कम सरीगला छड़ाया रोषे छड़ार आधा आधा रसुन छाँचुची बसिकी देखो चलती मोर रसुण ना से आउ ना दी जन खाइब के रसुण छड़ा छड़ी चलती कि छेचा छाँचुचे रसुण छड़े आमर शिल पुता देखु मॉडलिंग शिल ता संगे पुता छेंचियार मॉडलिंग जिनिस देखु छेंचियार मॉडलिंग जिनिस हाँ ये हमर रसुण टमाटो पियाज कटा है हम चिकेन तो एमती पड़ी चला टमाटो काटिदबा दियो टमाटो काटिदबा टमाटो काटिनबा पिस पिस करके हेल्प टिके करदबा हेल्प केपे करो आज के टाइम टाइम हेची बोली करछ है कर सते नै सुनले कथि से करनी केबे करछ चिकेन बिना हेल्प करना चिकेन रोषे करके देइची हम नै चिकेन रोषे करनी ना सत कथा हम चिकेन रोषे करके देइची सत कथा चिकेन रोषे करते मिछ करबो मिछ कहले महापाप सत कथा मिछ कहले मिछ कहले महापाप सत कथा जे मिछ कहे मुड़िया सत पचे कही पचे मले मरबी मिछ कहना कौन कहे हाँ सत कहवा किया डरबी कही पचे मले मरबी मु मानुची घंटे भीतर जाऊँ 5 मिनट 5 घंटा आजिकली कमन ना सत कथा सेटा कमन कथा ना आजिकल मोबाइल जुग कुआड़े जाऊच ना घंटे भीतर पड़े आसुनी ना
ସେଟା ତ କମ ହବ ଆଜିକାଲି ସେଟା ନା ଏମିତି ନୁହଁ ମିଛ କଥା ଗୋଟେ କମ ଇଏ କରି ଜାଣିଛ ମିଛ କହିବି ସେମିତି କହିଛନ୍ତି ମିଛ କହିବି ଆହୁରି ମୁଁ ହେଲ୍ପ କରୁଛି ଆଉ ଡେଲିରେ ଯୋଉ କାଠ ବୁଣି ଆଣିକି ଦଉଛି ରୋଷେଇ କରିବା ପାଇଁ ଓ କାଠଟା କଣ ଆଣିକି ଦେଇଥାନ୍ତୁ ପାଠ ଜାଣିବାକୁ ଲାଗିଥାନ୍ତେ ସେଟା ହେଲ୍ପ କରେ ହଁ ଆଉ କାଠଟା ମୁଁ ନିଜେ ଯାଇଥାନ୍ତି ଆଣିବାକୁ କାଠ କମ୍ପାନୀ ତାହେଲେ ରୋଷେଇଟା ମୁଁ ଦେବି ରୋଷେଇ ଏମିତି ପଶୁରୁ ଅଛି ଉତ୍ତର ନାହିଁ ସେଇ ତ ଡରି ଯାଉ ପାଟି କର ନା ହେଲ୍ପ କରୁଛି ତ ଠିକ ଅଛି ତମେ ଏତେ ହେଲ୍ପ କଲ ଆଉ ଟିକେ କର ହଁ ରୋଷେଇ କରିକି ଖାଇବା ମାରିଦେବିନି ରୋଷେଇ ହଁ ଟାଟା ଠିକ ଅଛି ଓକେ ବାय ବାय ବାଏ ହଁ ଡାକି ଦିଅ କାଟ ମୁଇଁ ଧୋଇଟା ହେଇକି ସଫା ବର୍ତ୍ତମାନ ମ୍ୟାଡ଼ାମ ପଳେଇଲା ଚିକେନ ଧୋଇବା ପାଇଁ ମୋର ପିଆଜ କାଟିବା ପାଳି ପଡିଛି ପିଆଜ କାଟିଛି ପିଆଜ ସବୁ କାଟି ନେବା କାଟି ନେଇ ସାରିଲା ପରେ ଆପଣମାନଙ୍କୁ ଦେଖେଇବା ଚାଲନ୍ତୁ ଦେଖନ୍ତୁ ପିଆଜ କାଟିକି କଣ ଅବସ୍ଥା ଏମିତି ଇଏ କରୁଛି କନ୍ଦଉଛି କୋଉଟା ଦେଖ ଜବରଦସ୍ତ ତ ବାଡେଇକି କାନ୍ଦଉଛି ଦେଖନ୍ତୁ ଏମିତି ଇଏ କରୁଛି ଇଏ ପୁରା କନ୍ଦେଇ ସାରିଲାଣି ଚିକେନ ମତେ କନ୍ଦେଇ ସାରିଲାଣି ପିଆଜ ମତେ କନ୍ଦଉଛି ସତରେ ପୁରା କାନ୍ଦେ ପୁରା ପାଣି ବାହାରୁଛି ଆଖି ସତ କଥା କହିବା ପାଇଁ ଗଲେ ସତ କଥା ଦେଖନ୍ତୁ ଆଖିରୁ ପିଆଜ ଲେଡିଜ ମାନେ ସବୁ ପିଆଜ କାଟୁଛନ୍ତି କେମିତି ସତ କଥା କହିବା ପାଇଁ ଗଲେ ଦେଖନ୍ତୁ ମୋ ଆଖିରୁ ଝରଝର ହେଇକି ପାଣି ବହୁଛି ମୋ ଆଖିରୁ ପୁରା ଝରଝର ହେଇକି ପାଣି ବହୁଛି ଯାହା ତ କନ୍ଦେଇଲ ଆମ ପିଆଜ କାଟି ପାରିବିନି ତମେ କାଟ ମାନେ ଗୋଟେ ପିଆଜ କାଟି ପାରିଲାନି କିଭଳିଆ ଦେଖ ମୋ ହାଲତଟା ଦେଖ ମୋ କୋଉ ଭଳିଆ ଅବସ୍ଥା ସତ କଥା ପିଆଜ ପୁରା କନ୍ଦଉଛି ମୁଁ ସେଇଭଳି ଆଜି ମତେ ପିଆଜ କନ୍ଦେଇ ଦେଲା ଦିନମାନ ସତ କଥା ପିଆଜ କାଟି ଦଉଛି ଯୋଉମାନେ ପିଆଜ କାଟୁଛ ଭାଇ କାଟନି ହେଲମେଟ ଲଗେଇ କାଟ ହବନି ମୁଁ ଯାଉଛି ଚାଲନ୍ତୁ ଦେଖନ୍ତୁ ହାଲତ କର ଆଖିରୁ ପୁରା ପାଣି ଏପର୍ଯ୍ୟନ୍ତ ପୁରା ପାଣି ହେଇଯାଇଛି ମ୍ୟାଡାମ ରୋଷେଇ ଆରମ୍ଭ କରିଦେଲା ଚାଲିଛି ମ୍ୟାଡାମଙ୍କର ରୋଷେଇ ଦେଖନ୍ତୁ ମ୍ୟାଡାମଙ୍କର ରୋଷେଇ ଚାଲିଛି ଚାଲିଛି ରୋଷେଇ କ'ଣ ରୋଷେଇ ହଉଛି ରୋଷେଇ ଆରମ୍ଭ କରିଦେଲ ଠିକ ଅଛି ରୋଷେଇ ତ ରୋଷେଇ କରିଦିଅ ମୁଁ ରୋଷେଇ କରିଦେବି ଯାହା ମୁଁ ଟିକେ ରୋଷେଇ କରିଦେବି ଆଉ ନା ନାଇଁ କଣ ପୁଣି ପଡି ଯିବ ପୁଣି କହିବ ମତେ ଦୋଷ ଦବ ଦରକାର ଟିକେ ଆସିକି କଣ ମୁଁ ଛୁଇଁ ଦେଲେ ବି ତରକାରୀ ଭଲ ହବ ସତ କଥା ରୋଷେଇଟା ତାହେଲେ ମୁଁ କେମିତି ରୋଷେଇ କରେ ତମକୁ ଗରମ ଲାଗୁଛି ତାହେଲେ ମୁଁ ତ ସେଇ ମୁଁ କେମିତି ତମ ମାନେ ସବୁ ଝିଅ ପିଲା ଅଭ୍ୟାସ ହେଇଗଲାଣି ରୋଷେଇ କରିବା ନା ସତ କଥା କହିବା ପାଇଁ ଗଲେ ଏମାନଙ୍କୁ ଅଭ୍ୟାସ ହେଇଗଲେ ରୋଷେଇ କରିବ ଆମର ଅଭ୍ୟାସ ରୋଷେଇ କରିବ ପିଆଜ ପକେଇ ଦେଲାଣି ରୋଷେଇ ଚାଲିଛି ଆମର ଗରମ ଲାଗୁଛି ନା ଗରମ କଥା ନୁହେଁ ମୁଁ ତ ଫୋନରେ କଥା ଆଜି ଆଳୁ ଭାଜିବାକୁ ବଦଳି ମୁଁ ସେଇପାଇଁ କହୁଥିଲି ଫୋନ ରଖିଦିଅ ଫୋନରେ କଥା ହେଲେ ଲୁଣ ଜାଗାରେ ତେଲ ପକେଇବ ତେଲ ଜାଗାରେ ହଳଦୀ ପକେଇବ ସତ କଥା ମୁଁ
ଚୁଲିଟା ଫାଷ୍ଟ ଲଗେଇଲି ମୁଁ କହିଲି ଫାଷ୍ଟ ଆଳୁଟା ଭାଜି ନେବା ତାପରେ ଦେଖ ଗୋଟେ ଜଣେ ରୋଷେଇ କରୁଛି ମୁଁ ଦେଖୁଛି ଆଳୁ ଭଜା ଭଜି କିଛି ହେଇନି ସେ ତେଲ ପକେଇଦେଲା ପିଆଜ ଆରେ ମୁଁ ଫୋନରେ କଥା ହଉଥିଲି ନା ଆଉ ମନେ ନାହିଁ ଫୋନରେ କଥା ହେଇକି ସବୁ ଭୁଲିଗଲା କଣ କହିବି ଦୁଃଖର କଥା କଣ କହିବି ନାଇଁ କି ଦୁଃଖ ଦେଇ ଚାଲିଗଲ କି ନା କଣ ଏଇଟା ଦୁଃଖ ଦେଇ ଚାଲିଗଲ ଜଳ ଦେବ ଦି ବନ୍ଧୁ ଦୁଃଖ ଆଉ ଗାଁ ଖାଉ ଆଳୁ ସେମିତି ପକେଇଲେ ସିଝିଯିବ ସିଝା ଆଳୁ ଆଉ ଇଏ ଆଳୁ ଫରକ ନାହିଁ ନା ଆଉ କଣ କରିବି ମନେ ନାହିଁ ଆଉ ମନେ ନାହିଁ ଭୁଲିଗଲ ସବୁ ଏମିତି ଟମାଟୋ ଗୋଟେ ଲୋକଟା ଦେଖୁଛ ଆଳୁଟା ଭଜା ଥାନ୍ତ ଆରେ ମୁଁ ଦେଖେ ମୁଁ ଲକ୍ଷ୍ୟ କରିନାହିଁ ଦେଖ 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 ଜଣେ ରୋଷେଇ କରୁଛି ଆଳୁ ଫଳୁ ଭାଜିବା ପାଇଁ ମନେ ନାହିଁ ସେ ପୁଣି କିଏ କରୁଛି ଆଉ କଣ କରିବି ତାକୁ ଏବେ ଆମର ଟମାଟୋ ପଡ଼ିଗଲା ଅଦା ରସୁଣ ଆଗରୁ ପକେଇ ଦେଇଥିଲା ଟମାଟୋ ପୁଣି ପକେଇଦେଲା ଟମାଟୋ କି ଆସନା ମଟନ ଭଳିଆ ଆସନା ହଉଛି କିଛି ପଡିନି ଖାଲି ଟମାଟୋ ମସଲା ଟିକେ ମସଲା ମସଲା ହଉଛି ଗରମ ପବନ ଏତେ ଗରମ ଶୀତ ଦିନେ ଠିକ ଅଛି ଏବେ ବୁଝିପାରିଲ ତ ମୁଁ କଣ ପାଇଁ ବେଳ ପୁରାଣ ରୋଷେଇ ମୋର କାମ ଅଛି କାମ ସାରିକି ଆଣିବି ନା କାମ ଗୋଟେ ଆଉ ଆଉ କଣ କରିବି ମୁଁ କାମ ସରି ସାରିଲା ପରେ ଆମେ ଦେଖି ନା ମୋ ଘରକୁ ସବୁବେଳେ ବେଳ ପୁରାଣ ଖରାରେ ଯୋଉ ରାନ୍ଧିବାକୁ ଯୋଉ କଷ୍ଟ ଝିଅ ପିଲା ତ କଷ୍ଟ ହିଁ ରାନ୍ଧିବାକୁ ପଡିବ ପୁଅ ପିଲା ଆମେ ଯାଉଛୁ ଖଟିବା ପାଇଁ କମ୍ପାନୀରେ ଖଟି କରି ପଇସା ଆଣିଲେ ତମକୁ ଦଉଛି ନା ଖଟିବିନି ମୁଁ ନା ନା ମୁଁ କମ୍ପାନୀ ନ ଖଟିଲେ କମ୍ପାନୀ ମାଲିକ ଦେଇଦବ ପଇସା ଏଇଭଳିଆ ମାଲିକ ମୋ ଘରେ ମାଲିକ ତ ମୁଁ କହିଲି ଦେଇଦବ ମତେ ଆଉ ତମେ ରୋଷେଇ କର ମୁଁ ଯାଉଛି ଚିକେନ ଟିକେ ଖାଇବା ପାଇଁ ଡାକିବ ଆସିକି ଯାଉଛି ନା ଶୋଇବିନି ଯିବା ଆଉ ଚାଲ ଚିକେନ ରୋଷେଇ କର ରୋଷେଇ ଫ୍ୟାନଟା ଲଗେଇ ଶୋଇପଡ ଆରାମସେ ମୁଁ ରୋଷେଇ କରିକି ଖାଇକି ତାପରେ ଡାକିବି ହେଲା ହଉ ଓକେ ଓକେ ଏବେ ଆମର ମସଲା ହେଇଗଲା ରେଡି ଚିକେନ ପଡିଗଲା ଏବେ ଚିକେନ ପଡିଗଲା ଏବେ ଚଲ ଚିକେନକୁ ପକେଇକି ପାରିବି ମୁଁ କରିବି ଆଳୁଟା ପକେଇବି ଆଳୁ ଭାଜିବି ଲାଷ୍ଟ ଜଣେ ଚିକେନ ଇଏ କରିପାରିଲାନି ଜାଣିପାରିଲାନି ମତେ ଅଛି ରୋଷେଇ କରିବାକୁ ତମେ ତ କହିଲ ତମେ ବେଶୀ ରଙ୍ଗ ଦେଖୁଛି ଆଉ ଏପଟେ କହିଲା ମତେ ଦିଅ କରିବି ନିଜେ କହିଲା କଣ କି ଚିକେନ ଚିକେନ ରୋଷେଇ ଟିକେ କରିଦବା ଆକ୍ଚୁଆଲି ସବୁ କିଛି କରିଛି ସିଏ ମୁଁ ଟିକେ କରିଦେଉଛି ମୋର ହେଇଯିବ ମୋ ନାଁ ହେଇଯିବ ଭଲ ହେଇଥିଲେ ମୋ ନାଁ ଖରାପ ହେଲେ ତାର ନା ନାଇଁ ଭଲ ହେଇଲେ ମୋ ନାଁ ଖରାପ ହେଲେ ତମ ନାଁ ଆଉ ଚାଲିଛି ଆମର ଚିକେନ ରୋଷେଇ ମୁଁ କହିଲି ଯଦି ଚିକେନ ଟା ଭଲ ହୁଏ ତାହେଲେ ମୋ ନାଁ ଖରାପ ହେଲେ ତମ ନାଁ ନା ନାଇଁ ଅତି ଚାଲାକିଆ ଲୋକ ତମେ ଆଉ ପ୍ରବଳ ଚାଲାକିଆ ଲୋକ ତମେ ଚିକେନ କର ରୋଷେଇ କର ଯେ ଯାହା ଡ୍ୟୁଟି ସେ କର ଦେଖ ମ୍ୟାଡ଼ାମ ପୁରା ନାଲା ନାଲା ଚିକେନ ଚାଲିଛି ପୁରା ହେଭି ହେଭି ଚିକେନ ଚାଲିଛି ରୋଷେଇ ଆମର ଚିକେନ ପ୍ରସ୍ତୁତି ଚାଲିଛି ଦେଖିପାରୁଥିବେ ଆପଣ ଚିକେନ ରୋଷେଇ ଚାଲିଛି ଆଉ ଚିକେନ ପାଇଁ ରୋଷେଇ କରିଦିଅ କରିଦେଲା ପରେ ଆମେ ଖାଇଲା ସମୟରେ ଦେଖା ହବ ହେଲା ଯାଉଛି ଚଲ ମ୍ୟାଡ଼ାମ ବର୍ତ୍ତମାନ ଏବେ ଚିକେନ ପାଇଁ ରୋଷେଇ କରୁଛି ଆମେ ଯିବା ସେପଟେ ସାଲୁଟ୍ ଫାଲୁଟ୍ କ'ଣ ହବ ବନାବନି କରିବା କଲା ପରେ ଚିକେନ ଭାତ ବଢ଼ା ହେଲେ ଆପଣଙ୍କୁ ଦେଖେଇବି କେମିତି କ'ଣ ଖାଇବା କ'ଣ କ'ଣ ଆଇଟମ୍ ହେଇଛି ଆମର ଆଜି ଚିକେନ ହେଇଛି ତା ସାଙ୍ଗେ ଆଉ କ'ଣ କ'ଣ ଖାଉଛି ସବୁ ଆପଣଙ୍କୁ ଚାଲିବେ ଚାଲନ୍ତୁ ଏବେ ଫାଇନାଲି ତରକାରୀଟା ଆମର ହେଇଗଲା କଷା ପୁରା ରେଡି ସାଙ୍ଗମାନେ ଯେଉଁମାନେ ବି ଖାଇବ ପଳେଇ ଆସ ଆମର କଷା ରେଡି ଦେଖନ୍ତୁ ମ୍ୟାଡ଼ାମ ପୁରା କଷା ରେଡି କରିଦେଲା କଷା ରେଡି ହେଇଗଲା
ହଉ କଷା ଟିକେ କାଟିଦିଅ ଖାଇବା ତାପରେ ଝୋଳ ଦେଖିବା ଆଉ ଟିକେ କଷା ବାହାର କରିଦିଅ ବାହାର କରୁନ କଷା ଟିକେ ବାହାର କରୁନ ଆମର ଦେଖିବା କଷା ବାହାର କରି କଷା ଖାଇବା ଟେଷ୍ଟ ଦେଖିବା ଚାଲନ୍ତୁ ସବୁ କଷା ଫସା ଖାଇବା ରେଡ଼ି ଭାତ ଭାତ ବାଡ଼ିଆ କଷା ଖାଇବା କ'ଣ ଆଇଟମ୍ ହେଉଛି ଦେଖିବା ଚାଲ ସବୁ ନେଇକି ପଳେଇ ଆସ ଭାତ ଭାତ ବାଡ଼ିଆ ଖାଇବା ଆମର ଏଠି କଷା ଏଠି ରହିଗଲା ତରକାରୀ ଏଠି ପାଣି ଦିଆ ହେଇଗଲା ଆମର ତରକାରୀରେ ପାଣି ଦିଆ ହେଇଗଲା ନେଇକି ଆସ ସେଠି ସବୁ ଆଇଟମ୍ ବନ ଖାଇବା ଭୋକ ହେଲାଣି ଟାଇମ୍ ବି ଅଧିକା ହେଇଗଲା 2:30 ପାଖାପାଖି ହେଇଗଲାଣି କହିବ ଖାଇନି କହିଲେ ବିଶ୍ୱାସ କରେନି ମୁଁ ଆଣିବା ପାଇଁ ଲେଟ୍ କଲି ଏତେ ଯେ ରୋଷେଇ କରି ସରିଲା ବେଳକୁ ପୁରା 2:30 ହେଇଗଲାଣି ଆମେ ଯିବା ଖାଇବା ପିଇବାରେ କହିବା ଖାଇଲା ପରେ ଦେଖିବା ଭିଡ଼ିଓ ଅପଲୋଡ଼ କରିବା ପାଇଁ ଲେଟ୍ ହେବ କାହିଁକିନା କମ୍ପାନୀକୁ ଯାଇଥିଲି କାମଟେ ଦେଇଥିଲା କାଠ ଫାଠ ନେଇକି ଆଇଛି ଦେଖିପାରୁଥିବେ କାଠ ନେଇକି ଆଇଛି ଆମର ରୋଷେଇ ପାଇଁ କାଠ ଫାଠ ନେଇକି ଆଇଛି ସେମାନେ ଲେଟ୍ ହେଇଗଲା ଚାଲ ଏବେ ଆମର ଭାତ ବଡ଼ା ହେଇଗଲାଣି ସେଥିପାଇଁ କ'ଣ କ'ଣ ହେଇଛି ଆଇଟମ୍ ଭାତ ତା ସାଙ୍ଗରେ ଚିକେନ୍ ଝୋଳ ଏପଟେ ରହିଛି ଚିକେନ୍ କଷା ଏଠି ପିଆଜ କଞ୍ଚା ଲଙ୍କା ଲେମ୍ବୁ ପକେଇକି ଭଲସେ ଦଳି ନେଇଛି ଏଠି ରହିଛି ସାଲଡ଼ ଚାଲ ପୁରା ଆଜି ଖାଇବାଟା ଜମିଯିବ ଆଉ କେଉଁ ଭଳିଆ ଖାଇବା ଆଜି ପୁରା ନାଇଁ ଖାଇବାଟା ପୁରା ଜମିଯିବ ଆଉ ଖାଇବା ପିଇବା ହେବ ଆମର ରେଡ଼ି ଖାଇବା ପିଇବା ରେଡ଼ି ପୁରେଇଦେବା କଷା ଇଏ ସବୁ ଅଛି ସାଲଡ଼ ଭାତ ଟିକେ ଅଳ୍ପ ଅଛି କିନା କଷା ଫସା ଅଧିକା ଅଛି ଖାଇଦେବା ସବୁ ଆଉ କଷା ଦେଇକି ଆଉ କଷାଟା ବି ହେଇଛି ସେଗୁଡ଼ା ଖାଇନେବା କଷା ହେଇ ଭଲ ହେଇଛି ନାଇଁ ମୁଁ ରୋଷେଇ କରୁଛି ଭଲ ହବନି ନା କିଏ ଯେତେବେଳେ ଟ୍ରେନ୍ ଗୋଟେ ଚଲାଉଛ 2 ଜଣ ନହେଲେ ହବ କି ଜଣେ ଗୋଟେ ଚଲେଇ ପାରିବି ମୁଁ ତମକୁ ରସୁଣ ଇଏ କରିଦେଲି ପିଆଜ କାଟିଦେଲି କାନ୍ଦି ପିଆଜ କାଟିଛି ନା ନାଇଁ ଏବେ ସାଲଡ଼ ବନେଇଲା କି ମୁଁ ନା ନାଇଁ ଏଟା ବନେଇଲି ମୁଁ ଏଇଟା ନା ଭାତ ତମେ ବାଢ଼ିଛ ସତ କଥା ଭାତ ତମେ ବାଢ଼ିଛ ହଉ ଏତେ ସବୁ ଆଉ ଇଏ କରେ ଖାଇକି କୁହ ତରକାରୀ କେମିତି ହେଇଛି ମୁଁ ତ ରୋଷେଇ କରୁଛି ନା ସେବେ କୁହ ତରକାରୀ କେମିତି ହେଇଛି ବୋଲେ କି ଚଳିବ ହୋଟେଲ ରୋଷେଇ କରିବା ପାଇଁ ଯିବ ନା ତ ବଡ଼ ରୋଷେଇ କରୁଛ ମୁଁ ରୋଷେଇ କରୁଛି ନା ନା ଆକ୍ଚୁଆଲି ସତ କଥା ରୋଷେଇ ସେ କରୁଛି ମୁଁ ଟିକେ ହେଲ୍ପ କରିଦେଇଛି ଏଇଟା ଭଲ ହଉନି ବନେଇଛି କିଏ କଲର ଟେକି ମୁଁ ହାତ ମାରିଛି ମାନେ ପୁରା ସ୍ୱାଦିଷ୍ଟ ହେଇଯିବ ଏଇଟା ହେଲା କ୍ୱାଲିଟି ମୋର ତାହେଲେ ଏଇଟା ଟେଷ୍ଟି ସତ କଥା ଖରା ଦିନରେ ପିଆଜ ସାଙ୍ଗରେ କଞ୍ଚା ଲଙ୍କା ପକେଇବ ଆଉ ଲେମ୍ବୁ ପକେଇକି ଖାଇବ ତାର ମଜାଟା ଅଲଗା ପକାଏ ସତ କଥା ତାର ମଜାଟା ଅଲଗା ପକାଏ ଚିକେନ୍ ରଖିଦେଇ ତାକୁ ଦେଇ ଖାଇବ ହେଭି ହେଇଛି ପୁରା ହେଭି ହେଇଛି କିନ୍ତୁ ଖାଇବା ପିଇବା କରିବା ଆମର ଖାଇବା ପିଇବା ଚାଲିଛି ଯେଉଁ ସାଙ୍ଗମାନେ ବି ଖାଇବା ଯଦି ପଳେଇ ଆସ ଦେଇଦେବା ଖାଇବା ପାଇଁ ଆମର ଆଭେଲେବୁଲ୍ ଅଛି ତଳିବା ଆଉ ଅଛି ଦେଇଦେବା ଜଣେ ପିଲା ପୁରା ଝାଳରେ ବୁଡ଼ିଗଲାଣି ଦେଖୁ ପୁରା ମୁଁ ବି ଓଦା ହେଇଯିବି ଗରମ ପବନ ନୁହଁ କଷାରେ ହେଇଯାଇଛି ତାପରେ ଝୋଳଟା ବି ବଢ଼ିଆ ହେଇଛି ତାପରେ ଫଟାଫଟ ଖାଇଦେବା ଖାଇଲା ପରେ ଆପଣମାନଙ୍କ ସାଙ୍ଗରେ ସେୟାର କରିବା ଚାଲ ଖାଇବା ପିଇବା ସରିଗଲା ସବୁ ସଫା ଆମେ ସବୁ ଖାଇବା ପିଇବା କରିକି ପଳେଇଲି ଆଉ ଭିଡ଼ିଓଟାକୁ ବି ବେଶୀ ବଡ଼ କରିବାନି ନାଇଁ କହିଦିଅ ଫ୍ରେଣ୍ଡମାନଙ୍କୁ କ'ଣ କହିବ ସାଙ୍ଗମାନଙ୍କୁ କହିଦିଅ କହିଦିଅ ଟିକେ ଲାଇକ୍ ସେୟାର କମେଣ୍ଟ ଟିକେ କରିଦେବ ଆମ ଚ୍ୟାନେଲଟାକୁ କହିଦିଅ ଲାଇକ୍ କରିବ ସେୟାର କରିବ କମେଣ୍ଟ କରିବ ଆଉ ସବସ୍କ୍ରାଇବ୍ କରିଦେବ ଦୟାକରି ସବସ୍କ୍ରାଇବ୍ କରିବ ଆପଣମାନେ ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ ଆମେ ସବୁ ତ ନିହାତି ଭଲରେ ଅଛି ଆପଣମାନଙ୍କ ଆଶୀର୍ବାଦକୁ ସେଥିଲାଗି ଆପଣମାନେ ଆମ ଚ୍ୟାନେଲଟାକୁ ଦେଖିଥିବେ ଯଦି ସବସ୍କ୍ରାଇବ୍ କରିଦେବେ ଲାଇକ୍ କମେଣ୍ଟ ସେୟାର କରିଦେବେ ଏଇଠି ରଖିଦେବା ସାଙ୍ଗମାନେ ଜୟ ଶ୍ରୀରାମ ଜୟ ଜଗନ୍ନାଥ ଜୟ ଭାରତ।